ଆସନ୍ତୁ ଜାଣିବା ଆଜିର ଅନୁଚିନ୍ତା। ନମ୍ବର 1 ଗୁରୁବାର ଦିନ ଗାଧୋଇବା ପାଣିରେ ଅଳ୍ପ ଟିକେ ହଳଦୀ ମିଶାଇ ଗାଧୋଇଲେ ସୁଖ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ନମ୍ବର 2 ଘରେ କେବେ ବି ଲୁଣ ଡବା ଖାଲି ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି। ନମ୍ବର 3 ରୂପା ମୁଦି ପିନ୍ଧିଲେ ଚନ୍ଦ୍ରଗ୍ରହ ମଜବୁତ ହୋଇଥାନ୍ତି, ଯାହାଦ୍ୱାରା ଅନେକ କାର୍ଯ୍ୟରେ ଶୁଭଫଳ ମିଳିଥାଏ। ନମ୍ବର 4 ସକାଳୁ ଉଠି କଦଳୀ ଗଛ, ତୁଳସୀ ଗଛ, ନିଜ ପାପୁଲି, ଦହି, କ୍ଷୀର, ଯୋଡ଼ି ଠାକୁର, ଶଙ୍ଖ ଏବଂ ଗାଈ ବାଛୁରୀ ଏସବୁ ଦେଖିବା ବହୁତ ଶୁଭ ହୋଇଥାଏ। ନମ୍ବର 5 ଭୋଜନ କରିବା ସମୟରେ କେବେ ବି ନିଜ ହାତ ଭୂମିରେ ଦାବିକି ରଖି ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଘର ପ୍ରତି ଅମଙ୍ଗଳ ହୋଇଥାଏ। ନମ୍ବର 6 ମହିଳାମାନେ ନିଜ ମାସିକ ଋତୁସ୍ରାବ ସମୟରେ ନ ଗାଧୋଇ କିଛି ବି ଛୁଅନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ନମ୍ବର 7 ଯେଉଁ ଠାକୁରଙ୍କୁ ଆପଣ ମାନୁଛନ୍ତି ସେହି ଠାକୁରଙ୍କୁ ମନ୍ତ୍ର 108 ଥର ପ୍ରତ୍ୟେକ ଦିନ ଜପ କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କ ପାଖରେ ସର୍ବଦା ଭଗବାନଙ୍କର ଆଶୀର୍ବାଦ କରିଥାଏ। ନମ୍ବର 8 ଘରେ ଭଙ୍ଗାରୁଜା ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏପରି କଲେ ଅର୍ଥହାନି ହୋଇଥାଏ। ନମ୍ବର 9 ଷୋହଳ ସୋମବାର ବ୍ରତ ରଖିଲେ ଅପ୍ରକୃତିକ ନାରୀ ମଧ୍ୟ ପୁତ୍ରବତୀ ହୋଇଥାନ୍ତି। ନମ୍ବର 10 ଅଷ୍ଟଗଛ ପୂଜା କରିଲେ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 11 ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଦ୍ୱାରା ମାନ ସମ୍ମାନ ମିଳିଥାଏ ଏବଂ ସରକାରୀ କାମ ସବୁ ସହଜରେ ହେବାକୁ ଲାଗିଥାଏ। ନମ୍ବର 12 ନିଜ ଦୋକାନ ବ୍ୟବସାୟ ସ୍ଥାନରେ ସଂକ୍ରାନ୍ତିରେ ହୋମ ପୂଜା କରିଲେ ବ୍ୟବସାୟ ଭଲ ଚାଲିଥାଏ ଏବଂ ଧନର ଆଗମନ ହୋଇଥାଏ। ନମ୍ବର 13 ଶୁଭ କାର୍ଯ୍ୟକୁ ଗଲାବେଳେ ସୂର୍ଯ୍ୟଙ୍କୁ ଦେଖି ପ୍ରଣାମ କରି ଘରୁ ବାହାରନ୍ତୁ। ଏହାଦ୍ୱାରା ସବୁ କାମ ସଫଳ ହୋଇଥାଏ। ନମ୍ବର 14 କଥା କହିଲା ବେଳେ ପାଟି ଲାଗୁଥିଲେ ବା ଠିକ୍ ନଥିଲେ ଧୋବାର ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ନମ୍ବର 15 ଓଠ ଉପରେ କଳା ଯାଇଥିଲେ ସେହି ମହିଳା ଭାଗ୍ୟବାନ ହୋଇଥାନ୍ତି। ତାଙ୍କ ଜୀବନରେ କେବେ ବି ପ୍ରେମର ଅଭାବ ନଥାଏ। ନମ୍ବର 16 ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେଇ ସାରିଲା ପରେ ଗାୟତ୍ରୀ ମନ୍ତ୍ର ପାଠ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି।